ଓମ୍ ଜୟ ଶ୍ରୀ ସୀତାରାମ। ବାଲ୍ମୀକି ରାମାୟଣ ଅଯୋଧ୍ୟାକାଣ୍ଡ। ରାମଙ୍କ ଠାରୁ ଲକ୍ଷ୍ମଣଙ୍କ ବନ ଗମନ ନିମନ୍ତେ ଆଦେଶ ପ୍ରାପ୍ତି। ପ୍ରଥମ ଭାଗ। ରାମ ଜାନକୀଙ୍କ କଥା ଶୁଣିନ ଲକ୍ଷ୍ମଣ, ଦୁଧେବେ ନିକର ଧରି ରାମଙ୍କ ଚରଣ। ଜାନକୀ ଦେବୀଙ୍କ ମୁଖ ପଦ୍ମକୁ ଅନାଇ, କାନ୍ଦିରେ ବାଲକ ପରି ଉତ୍ତର ନ ଦେଇ। କିଛି କ୍ଷଣେ ଧୈର୍ଯ୍ୟ ଧରି ବୋଇଲେ କପୁଣି, ଅରଣ୍ୟକୁ ଯିବ ଯେବେ ତୁମ୍ଭେ ଦୁଇ ପ୍ରାଣୀ। ଅଗ୍ନି ଧନୁ ଧରି ମୁହିଁ କହିବି ଗମନ, ତୁମ୍ଭ ପାୟ ସେବା କରି କାଟିବ ଏ ଦିନ। ତୁମ୍ଭ ବିହୁନରେ ଅଯୋଧ୍ୟା ନଗରୀ, ସକଳ ଆଶ୍ଚର୍ଯ୍ୟ ଧନ ରତ୍ନ ସ୍ୱର୍ଗ ପୋଡ଼ି। ବିଷତୁଲ୍ୟ ଜ୍ଞାନ କରି ଆହେ ଦେବ ଦେବ, ଏ ଦାସକୁ ଯେବେ ନିଶ୍ଚେ ସଙ୍ଗତି ନ ନେବ। ଆଲୋକୋତ ବିଷ ଭକ୍ଷୀ ତେଜିବି ଜୀବନ, ନିୟମ କରୁ ଶ୍ରୀରେଖ ଶୋଇ ସରାସନ। ଶ୍ରୀରାମ ବୋଇଲେ ଶୁଣ ହେ ଭାଇ ଲକ୍ଷ୍ମଣ, ତୁଇ ସୂର୍ଯ୍ୟ ବୀର୍ଯ୍ୟ ଆଦି ଗୁଣେ ପରିପୂର୍ଣ୍ଣ। ଏକମାତ୍ର ତୁ ମୋହର ପ୍ରାଣ ସଖା ଭାଇ, ତୋ ସମାନ ପ୍ରିୟ ଜଣେ ତ୍ରିଭୁବନେ ନାହିଁ। ଆମ୍ଭ ସଙ୍ଗେ ତୁହି ଯେବେ ଯିବୁ ଘରବନା, କୌଶଲ୍ୟା ଦେବୀଙ୍କି କିଏ କରିବ ପାଲନ। ସେ ଯାହା ମାଗିବେ ତାଙ୍କୁ କିଏ ଦେବ ଆଣି, ବୁଦ୍ଧ ଗାୟତ୍ରୀକେ ମାତ୍ର ନ ପାଇବେ ପାଣି। କୈକେୟୀ କଥା ଏପରି ଧାର୍ମିକ ଭରତ, ତାଙ୍କ କଥା ପାସରିବ ଏ କଥା ନିୟତ। ତୁମ୍ଭେ ତାଙ୍କ ସେବା କର ରହି ଏହି ଦେଶେ, ପୁଣି ଦେଖା ଦେଖି ହେବା ବନବାସ ଶେଷେ। ଏହା ଶୁଣି ବୋଇଲେ ସେ ସୁମିତ୍ରାଙ୍କ ସୁତ, ଆପଣଙ୍କ ପରାକ୍ରମ ପ୍ରଭାବେ ଭରତ। ଭୟ ପାଇ କୌଶଲ୍ୟା ଦେବୀଙ୍କୁ ପୂଜିବ, ଏଥିରେ ସନ୍ଦେହ ନାହିଁ ଭାଇ ରାଘବ। ଯେବେ ରାଜ୍ୟ ଲାଭ କଲେ ସେହି ମନ୍ଦମତେ, ଅହଙ୍କାର ମତ ହୋଇ କୁପଥେ ପ୍ରବର୍ତ୍ତେ। କୌଶଲ୍ୟା ଦେବୀଙ୍କର ସେବା ନ କରିବି, ନିଶ୍ଚୟ ମୁଁ ତାକୁ ବଧ କରିବି ଦେବ। କୌଶଲ୍ୟା ଦେବୀଙ୍କର ସେବା ନ କରିବ, ନିଶ୍ଚୟ ମୁଁ ତାକୁ ବଧ କରିବି ଦେବ। ଯଦ୍ୟପି ତା ଲାଗି କେହି ହୋଇବେ ବିବାଦେ, ଖଣ୍ଡ ଖଣ୍ଡ କରି ମହି ଖର୍ଗେ ଶିର ସେରେ। ଓମ୍ ଜୟ ଶ୍ରୀ ସୀତାରାମ।